ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଗଣତି ମଣତି ନେଇ ସମୀକ୍ଷା ବୈଠକ ଶେଷ ହୋଇଛି। ଗଣତି ମଣତି ସରକାରଙ୍କ ଏସ୍ଓପି ଅନୁଯାୟୀ ହେବ। ନୀତିକାନ୍ତି ଓ ଦର୍ଶନ ବ୍ୟବସ୍ଥା ପ୍ରଭାବିତ ନହେଲା ଭଳି କାର୍ଯ୍ୟ ହେବ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଧିକାରୀ, ଜେମୋଲୋଜିଷ୍ଟ, ଭଣ୍ଡାର ମେକାପ, ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ, ଶ୍ରୀମନ୍ଦିର ପ୍ରଶାସକ ଏବଂ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ। ପ୍ରଥମେ 1978 ମସିହା ଚିଠା ଅନୁଯାୟୀ ମେଳ କରାଯିବ। ବିଭିନ୍ନ ଅଳଙ୍କାରଗୁଡ଼ିକ ସିନ୍ଦୁକରେ ରହିବ। ସମସ୍ତ ଅଳଙ୍କାର ଟିକିନିକି ବିବରଣୀ ରଖାଯିବ। ଦେଖନ୍ତୁ, ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା ଯେତିକି ପବିତ୍ର କାମ ଥିଲା ଏବଂ ଯେତିକି ଗୁରୁତ୍ୱ ବହନ କରୁଥିଲା ଆମ ସମସ୍ତଙ୍କ ପାଇଁ, ତା ପରବର୍ତ୍ତୀ ସମୟରେ ରତ୍ନଭଣ୍ଡାରର ମରାମତି କାମ ବି ହେଲା ଏବଂ ଆସନ୍ତା 25 ତାରିଖରୁ ଗଣତି ମଣିତିର ପ୍ରକ୍ରିୟା ବି ଆରମ୍ଭ ହେବ, ଯୋଉଟାକି ବହୁ ପ୍ରତୀକ୍ଷିତ ଥିଲା। ଏମିତିରେ ପାଖାପାଖି 46-47 ବର୍ଷ ଧରିକି ହେଇନଥିଲା ସିଏ ଗୋଟିଏ ଦିଗ, ଏବଂ ଆଜି ବି ଓଡ଼ିଶାର କେବଳ ନୁହେଁ ସମଗ୍ର ଭାରତବର୍ଷର ଜଗନ୍ନାଥ ପ୍ରେମୀ ସମସ୍ତ ଭକ୍ତଙ୍କ ଭିତରେ ଗୋଟେ ଭାବାବେଗ ଥିଲା ଯେ ଗଣତି ମଣତି କେବେ ହବ ବୋଲି। ତା ପାଇଁ ଯୋଉ ପ୍ରାକ୍ ପ୍ରସ୍ତୁତି ସବୁ ଦୃଷ୍ଟିରୁ ନିଖୁଣ କରିବା ପାଇଁ, ସବୁ ଦୃଷ୍ଟିରୁ ଠିକ ଢଙ୍ଗରେ କରିବା ପାଇଁ, ମହାପ୍ରଭୁଙ୍କର କୌଣସି ନୀତିକାନ୍ତିରେ ଅସୁବିଧା ନଥାଇକି ସେ କଥା କରିବା ପାଇଁ, ଇଏ ସବୁ ଦୃଷ୍ଟିକୁ ଆଖି ଆଗରେ ରଖିକି ଯୋଉ ପ୍ରାକ୍ ପ୍ରସ୍ତୁତି ସିଏ କିଛି ସମୟ ନେଲା ଆମ ପାଇଁ ଏବଂ ଆସନ୍ତା 25 ତାରିଖରୁ ଗଣତି ମଣତିର ପ୍ରକ୍ରିୟା ଆରମ୍ଭ ହେଉଛି। ଆମେ ଆଜି ବାସ୍ତବରେ ଏ କାମ ଯଦିଓ ଏଠି ମୁଖ୍ୟ ପ୍ରଶାସକ ହୁଅନ୍ତୁ, ହାଇ ଲେଭେଲ କମିଟିର ଚେୟାରମ୍ୟାନ ହୁଅନ୍ତୁ, ଆଜି ଏଠି ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ବି ଆସିଛନ୍ତି, କଲେକ୍ଟର, ଏସପି ସମସ୍ତେ ଉପସ୍ଥିତ ଅଛନ୍ତି, କିନ୍ତୁ ବାସ୍ତବରେ କାମ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏବଂ ସେ କାମକୁ ସେଇ ହିଁ କରେଇବେ। ଆମେ ବାସ୍ତବରେ ଆଜି ମନ୍ଦିରରେ ଯାଇକି ମହାପ୍ରଭୁଙ୍କ ପାଖରେ ସେ କାମକୁ ସମର୍ପି ଦେଇକି ଆସିଛୁ ଏବଂ ଏବେ କେମିତି ଅତ୍ୟନ୍ତ ସୁରୁଖୁରୁରେ ସେ କଥା ହବ ଏବଂ ସମ୍ପୂର୍ଣ୍ଣ ଭାବରେ ମହାପ୍ରଭୁଙ୍କର ପ୍ରତିଟି ଅଳଙ୍କାରର ଯୋଉ କଥା ଆମେ ଆରମ୍ଭରୁ କହିଥିଲୁ, ତାର ଡିଜିଟାଲ ଫଟୋଗ୍ରାଫି ହବା, ସୁରକ୍ଷିତ ଭାବରେ ତାକୁ ସଜେଇକି ରଖିବା ଏବଂ ଆସନ୍ତା 100 ବର୍ଷ ପରେ କି 50 ବର୍ଷ ପରେ କି 5 ବର୍ଷ ପରେ କେବେ ନେକ୍ସଟ ଗଣତି ହବ ଆମେ ଜାଣିନେ, ସେ ପର୍ଯ୍ୟନ୍ତ ପ୍ରତିଟି ଅଳଙ୍କାର ଅତ୍ୟନ୍ତ ସୁରକ୍ଷିତ ଭାବରେ ପୁଣି ଆଉ ଥରେ ପୁଣି ରତ୍ନଭଣ୍ଡାର ଭିତରେ କେମିତି ତାକୁ ସ୍ଥାପିତ କରେଇବା, ଏ ସବୁ କଥାର ଗୋଟିଏ ଏସ୍ଓପି ସରକାର ତିଆରି କରିଥିଲେ ଏବଂ ସେଇ ଏସ୍ଓପି ଆଧାରରେ ଆମେ ଗଣତି ମଣତିର ଯୋଉ ପ୍ରକ୍ରିୟା ସେଥିରେ ବିଭିନ୍ନ ଏକ୍ସପର୍ଟ ମାନଙ୍କୁ ବି ଇନଭଲ୍ଭ କରିଛୁ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଠୁ ଆରମ୍ଭ କରିକି ଡାଇରେକ୍ଟର ମାଇନିଂ ଜିଓଲୋଜିଙ୍କର ଜେମୋଲୋଜିଷ୍ଟଠୁ ଆରମ୍ଭ କରିକି ଲିଗାଲ ମେଟେରୋଲୋଜିର ଯୋଉ ଅଫିସର ମାନେ ତାଙ୍କଠୁ ଆରମ୍ଭ କରିକି ଫଟୋଗ୍ରାଫର ପର୍ଯ୍ୟନ୍ତ ସମସ୍ତ କଥାକୁ ନିଖୁଣ ଭାବରେ ସମ୍ପୂର୍ଣ୍ଣ ଭାବେ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଏ ଆୟୋଜନ କରାହେଇଛି ଏବଂ ସେଥିରେ ବି ଛତିଶା ନିଯୋଗଠୁ ଆରମ୍ଭ କରିକି ମ୍ୟାନେଜିଂ କମିଟିର ସଦସ୍ୟ ମାନଙ୍କର ସମସ୍ତଙ୍କର ଅନୁମତି, ସମସ୍ତଙ୍କର ଆପ୍ରୁଭାଲ ବି ନିଆଯାଇଛି। ତେଣୁକରି ଭଗବାନଙ୍କର ଯୋଉ ନୀତିକାନ୍ତିର ଚର୍ଚ୍ଚା ସହିତ ଗୁରୁତ୍ୱର ସହିତ ଏ କାମ ଯେମିତି କରାହବ ସେଇ ଦୃଷ୍ଟିକୋଣରୁ ଏବେ ଆଲୋଚନା ବି ହେଲା ଏବଂ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ନିଜେ ଦାୟିତ୍ୱ ନେଇକି ତଦାରଖ କରିବେ ଏ କାମକୁ ଏବଂ ଯୋଉ ବନ୍ଧୁମାନେ ଯାଇକି ଭିତରେ ସେ କାମକୁ ଦେଖିବେ ଏବଂ କାମକୁ କରିବେ ସେମାନଙ୍କୁ ମହାପ୍ରଭୁ ବି ଶକ୍ତି ଦେବେ ଏ କଥାକୁ ସମ୍ପୂର୍ଣ୍ଣ ଠିକ ଭାବରେ କରିବା ପାଇଁ, ନିଖୁଣ ଭାବରେ କରିବା ପାଇଁ ଏବଂ ଆମେ ବି ରତ୍ନଭଣ୍ଡାର ଗଣତି ମଣତି ଦୃଷ୍ଟିରୁ ଆମର ଯାହା ଦାୟିତ୍ୱ ନିର୍ବାହନ କରିବା କଥା ଆମେ ବି ତାକୁ ଠିକ ଢଙ୍ଗରେ କରିବୁ। ଏବଂ ସମୟ ଏବେ କୁହାଯାଇ ପାରିବ ନାହିଁ, ଏଇଥିପାଇଁ ଭିତରେ ଥିବା ଜିନିଷ କଣ ଅଛି, କେମିତି ଅବସ୍ଥାରେ ଅଛି ଆମେ ନିଜେ ବି ଜାଣିନେ। ତେଣୁକରି ତାକୁ ଥରେ ଯୋଉମାନେ ଯୋଉ ଟିମ୍ ଯିବ ସେମାନେ ଚେଷ୍ଟା କରିବେ ତାକୁ ସାରିବା ପାଇଁ ଯେତିକି ସମୟ ମିଳିବ ସେଇ ସମୟ ଅନୁପାତରେ, କାହିଁକି ନୀତିକାନ୍ତି କୋଉଠି ଡିଷ୍ଟର୍ବ ନ ହଉ, ଦର୍ଶନ କୋଉଠି ଡିଷ୍ଟର୍ବ ନ ହଉ, ବେଶୀ ସେ ସବୁ କଥାକୁ ଆଖି ଆଗରେ ରଖିକି ତାକୁ ଆମେ ଚେଷ୍ଟା କରୁଛୁ ଯେତେ ଶୀଘ୍ର ସମ୍ଭବ ହେଇପାରିବ ଆମେ କରିବୁ, କିନ୍ତୁ କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ଟାଣିବା ମୁଁ ଭାବୁଛି ଆମ ପକ୍ଷରେ ଧୃଷ୍ଟତା ବି ହବ, ଆମେ କୌଣସି ସମୟ ସୀମା ତିଆରି କରିବା।
आज आपण पाखे आमर मंत्री महोदय पूर्व आमर मुख्य प्रशासक सब विवरणी गुड़िक आप तृतीय परिचालन कमिटी हिसाब से आम जगन्नाथ पाखे आज समर्पित ये गणति मणति केमिति भाव सुरूपुर हो एवं बहुत दिन जो विभिन्न आमर भक्त मान भितर गोटे सन्देह सृष्टि होती से सन्देहटा परिसमाप्ति हो बोलिक आम आशा और विश्वास करूँ। जय जगन्नाथ। এবং কিভাবে ভাবে এই দুর্মূল্যগুলিকে 1977 বিষয় রয়েছে যদি আকলন করা যাই পারে না তবে দাবি করছেন যে আকলন निश्चित आजिकल जो वैज्ञानिक पद्धति अच्छी आम तो समस्त वैज्ञानिक पद्धति आप जेर्नालीस्ट आ विभिन्न प्रकार मूल्यांकन करने मूल्यांकन तो हम ना तार चिन्हट हम से कहुई आरबीआई प्रतिनिधि रे फोटोग्राफी हम सब प्रकार पद्धति प्रशिक्षण दि जामर से जो हाँ शुणु प्रशिक्षण हिसाब से जमतीका आमर जगन्नाथ महाप्रभुंर यूनिफॉर्म पिंधिकी लुगा मकुटा गोटे वस्त्र दिहब जो मैंने से भितर को जी से वस्त्र पिंधिकी जी जो परदिन पुणी धोईक सुखेक पुणी से वस्त्र पिंधिकी आस। ब्यूरो रिपोर्ट तीर्थक्षेत्र लाइव।